ରେଳ ଧାରଣାରୁ ଯୁବକର ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇଶିଙ୍ଗା ଗ୍ରାମ ପଞ୍ଚାୟତ ନିକଟବର୍ତ୍ତୀ ଯାଇଥିବା ରେଳ ଧାରଣାରୁ ବୁଧବାର ପୂର୍ବାହ୍ନ 9 ଘଟିକା ସମୟରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ମାଳପୁରା ଗ୍ରାମର ଛୋଟା ଦେହୁରୀଙ୍କ ପୁଅ ବାପି ଦେହୁରୀ, ଯାହାର ବୟସ 20 ବର୍ଷ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ସକାଳ ସମୟରେ ବାଇଶିଙ୍ଗାର ଲୋକମାନେ ନିତ୍ୟକର୍ମ ପାଇଁ ରେଳ ଧାରଣା ପଟକୁ ଯାଇଥିଲା ବେଳେ ବାପି ଦେହୁରୀଙ୍କ ମୃତଦେହକୁ ରକ୍ତାକ୍ତ ଅବସ୍ଥାରେ ଧାରଣା ଉପରେ ଦେଖିବାକୁ ପାଇଥିଲେ ଏବଂ ତାଙ୍କର ବାମ ହାତର ପାପୁଲି ଛିଡ଼ି ଧାରଣା କଡ଼ରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତେବେ ସଙ୍ଗେ ସଙ୍ଗେ ଉପସ୍ଥିତ ଯୁବକମାନେ 112କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ଖବର ପାଇ କାମାକ୍ଷାନଗର ପୋଲିସ ଏବଂ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର ରହସ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଛନ୍ତି। କାମାକ୍ଷାନଗରରୁ ତରଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍।